ବିଳି ବିଳଉଛି ପାକିସ୍ତାନ, ପାଣି ବନ୍ଦ କଲେ ଆମେ ତୁମର ନିଶ୍ୱାସ ବନ୍ଦ କରିଦେବୁ। ପୁରୁଣା ଡାଇଲଗକୁ ଦୋହରାଉଛି ପାକ୍ ଜେନେରାଲ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଦେଖିବା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଏତେ ସରି ହେଲାଣି ତଥାପି ସୁଧୁରୁନି ପାକିସ୍ତାନ, ମୁହଁ ଫୁଟାଣି ଛାଡୁନି। ପାକ୍ ସେନାଙ୍କ ମୁହଁରେ ଆତଙ୍କୀ ଭାଷା ଶୁଣିବାକୁ ମିଳୁଛି। ଭାରତର ପ୍ରଚଣ୍ଡ ପ୍ରହାରରେ ଥରହର ପାକିସ୍ତାନ ଏବେ ବିଳି ବିଳଉଛି। ଭାରତ ବିରୋଧରେ ବିଷ ଉଗାଳୁଛି। ପାକିସ୍ତାନ ସୈନ୍ୟ ପ୍ରବକ୍ତା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ଶରୀଫ ଚୌଧୁରୀ। ଭାରତର ସିନ୍ଧୁ ଚୁକ୍ତି ବାତିଲ ପରେ ପାଣି ନ ପାଇ ଛଟପଟ ହେଉଛି ପାକିସ୍ତାନ। ଭାରତକୁ ନେଇ ସେ ଦେଇଥିବା ବୟାନ ଆତଙ୍କବାଦୀ ହାଫିଜ ସଇଦର ଭାଷା ସହ ସମାନ ହୋଇଛି। 2008 ନଭେମ୍ବର 26ରେ ମୁମ୍ବାଇର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ମାଷ୍ଟରମାଇଣ୍ଡ ହାଫିଜ ସଇଦ ଭାରତ ଏବଂ ଆମେରିକା ବିରୋଧରେ ଉସ୍କାଇବା ପରି ଭାଷଣ ଦେବାର ଇତିହାସ ରହିଛି। ପାକିସ୍ତାନ ସେନାର ପ୍ରୋପାଗାଣ୍ଡା ୱିଙ୍ଗ ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ୍ସ ଡିଜି ବା ISPR ଡିଜି ଅହମ୍ମଦ ଶରୀଫ ଚୌଧୁରୀ ଭାରତ ବିରୋଧରେ ବୟାନବାଜି ଦେଉଛନ୍ତି। ପାକିସ୍ତାନ ଏକ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ସମୟରେ ଅହମ୍ମଦ ଶରୀଫ କହିଛନ୍ତି ଯେ ଯଦି ତୁମେ ଆମ ପାଣି ରୋକିବ ତେବେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ। ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଏବଂ ତାର ଛୋଟ ଶାଖା ନଦୀ ସତଲୁଜ, ବ୍ୟାସ, ରାବି, ଝେଲମ ଏବଂ ଚେନାବର ପାଣି ଆବଣ୍ଟନ ଚୁକ୍ତିରେ ରହିଛି। ଏହି ଚୁକ୍ତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟମିତ ରୂପରେ ଆଦାନ ପ୍ରଦାନ ନିଶ୍ଚିତ କରିଛି। ବିଶ୍ୱ ବ୍ୟାଙ୍କ ଚୁକ୍ତିରେ ଏହି ମଧ୍ୟସ୍ଥତା ହୋଇଥିଲା। ଗତ ଏପ୍ରିଲ 22ରେ ଜାମ୍ମୁ କାଶ୍ମୀର ପହଲଗାମ ବୈତରନ ଘାଟିରେ ଆତଙ୍କବାଦୀ ହାମଲା ହୋଇଥିଲା। ଏଥିରେ ଜଣେ ନେପାଳୀ ନାଗରିକ ସମେତ 26 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ୱାମୀକୁ ଗୁଳି ମାରିଥିଲେ ଆତଙ୍କବାଦୀ, ନରସଂହାର କରିଥିଲେ। ଦେଶକୁ ଦୋହଲା ଦେଇଥିବା ଆତଙ୍କୀ ଆକ୍ରମଣ। ଏହା ପରେ ପାକିସ୍ତାନ ଉପରେ ୱାଟର ଷ୍ଟ୍ରାଇକ୍ କରିଥିଲା ଭାରତ। ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିଥିଲା। ଆକ୍ରମଣର 15 ଦିନ ପରେ ମେ 6 ତାରିଖ ମଧ୍ୟରାତ୍ରରେ ଅପରେସନ ସିନ୍ଦୁର ଜରିଆରେ ପ୍ରତିଶୋଧ ନେଇଥିଲା ଭାରତ। ପାକିସ୍ତାନ ଓ ପିଓକର 9 ଆତଙ୍କୀ ଆଡ୍ଡା ଉପରେ ମିସାଇଲ ମାଡ଼ କରିଥିଲା ଭାରତ, ଯେଉଁଥିରେ 100 ଆତଙ୍କବାଦୀ ସଫା ହୋଇଥିଲେ। ସିନ୍ଧୁ ଚୁକ୍ତି ବାତିଲ ପରେ ସମାନ କଥା କହିଥିଲା ହାଫିଜ ସଇଦ। ଯଦି ଭାରତ ପାଣି ବନ୍ଦ କରିବ ଆମେ ତାଙ୍କ ନିଶ୍ୱାସ ବନ୍ଦ କରିଦେବୁ ବୋଲି କହିଥିଲେ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ନୂଆ ଦେଖୁଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।